ଆମ ଗାଁରେ ଯେଉଁ ଜଗନ୍ନାଥଙ୍କ 32 ବେଶ ହେଉଥିଲା ତାର ଆଜି ଶେଷ ଦିନ। ତ ସକାଳୁ ସକାଳୁ ଉଠିକି ମା ଆଉ ମୁଁ ରେଡ଼ି ହେଇକି ଚାଲୁ ପୁଅକୁ ଖୁଇ ପିଇକି ଆମର ଆସୁ ଆସୁ ଲେଟ୍ ହେଇଗଲା। ରାସ୍ତାରେ ୱେଟ୍ କରିଥିଲେ, ଦେଖିଲା ବେଳକୁ ସବୁ କାକି ଆଉ ଭାଉଜମାନେ ଘର ପାଖରେ ସେମାନେ ପଳେଇଲେଣି। ତାପରେ ଆମେ ଆସିକି ପହଞ୍ଚିଲୁ। ପୁଅକୁ ଆଣିନି, ତା ବାପାଙ୍କ ପାଖରେ ଛାଡ଼ିକି ଆସିଛି। ସେ ବେଶୀ ଟାଇମ୍ ରହିବନି, ଆମର ଏଠୁ ଯାଉ ଯାଉ ଘଣ୍ଟେ ଦେଢ଼ ଘଣ୍ଟା ଟାଇମ୍ ଲାଗିବ। ସେଥିପାଇଁ ତା ବାପା ଆଉ ସେ ଘର ପାଖରେ ଅଛନ୍ତି। ସକାଳେ ମାର ମୋର ଯାଇଥିଲୁ, 11ଟା ବେଳକୁ ପଳେଇ ଆସିଥିଲୁ। ତାପରେ 12:30 ପାଖାପାଖି ପୁଅକୁ ଆଉ ୟାଙ୍କୁ ନେଇକି ଯାଉଛି, କାହିଁକିନା ଆଜି ସେଠି ଦ୍ୱିପ୍ରହରୀ ପ୍ରସାଦ ଖିଆ ହେବ। ମୁଁ ମାଆଙ୍କ ସହିତ ଯାଇକି ଖାଇଥାନ୍ତି, କିନ୍ତୁ ଗାଁରେ ଜ୍ୱାଇଁ ଯେହେତୁ ସେ କାଳେ ଲାଜ କରିବେ, ବାବା କହିଲେ ତୁ ଚାଲିଯିବୁ ସାଙ୍ଗରେ। ତ ଯାଇକି ଖାଇ ପିଇକି ଆସିଲୁ। ତାପରେ ମା ଯାଇକି ପଛରେ ଖାଇକି ଆସିଲେ। ତାପରେ ଖାଇ ପିଇକି ଆମେ ବାହାରିଲୁ ଘରକୁ। ତାପରେ ଦିନ ଗୁରୁବାର ଥିଲା, ଗୁରୁବାର ତ ଝିଅ ଯିବନି, ସେଥିପାଇଁ ବୁଧବାର ପଳେଇ ଆସିଲୁ। ଆଉ ଠିକ୍ ଅଛି, ବାବା ଘରୁ ବାହାରିଲା ବେଳକୁ ମୋର ହ୍ୱାଇଟ୍ କଲର୍ ଶଙ୍ଖାଟା ତୁଟିଗଲା। ଆମର ଗୋଟେ ହ୍ୱାଇଟ୍ କଲର୍ ଶଙ୍ଖା ଆଉ ରେଡ୍ କଲର୍ ପଲା ଆଉ କତୁରୀ ସେଇଟା କମ୍ପଲସରି ପିନ୍ଧନ୍ତି। ତ ଯେତେବେଳେ ବି ସେଇଟା ତୁଟିଯାଏ ସାଙ୍ଗେ ସାଙ୍ଗେ କିଣିକି ପିନ୍ଧିଦେଉ। ତ ଗଲା ରାସ୍ତାରେ ଆମର ଦେଉଳହାଟ ବୋଲି ଗୋଟେ ଜାଗା ଅଛି, ସେଇଠି ଯାଇକି ଦୋକାନରେ ଆଗ କିଣିଲି। ଆମର ମା ହେରିକା ସବୁବେଳେ ମୋଟା ମୋଟା ଶଙ୍ଖା ପିନ୍ଧନ୍ତି, କିନ୍ତୁ ମୋତେ ଟିକେ ପତଳା ଶଙ୍ଖା ଭଲ ଲାଗେ ବୋଲି ମୁଁ ସବୁବେଳେ ପତଳା ଶଙ୍ଖା ପିନ୍ଧେ। ଆଉ ଆମର ଶଙ୍ଖା ଯେତେବେଳେ ବି ଚେଞ୍ଜ କରୁ, ଶଙ୍ଖା ଯିଏ ହିଁ ଆମର ହାତରେ ଶଙ୍ଖାଟା ଉଠେଇ ଦିଅନ୍ତି। ନା ଶଙ୍ଖ ଜିନିଷ ନା କେତେବେଳେ ବାଇଚାନ୍ସ ତୁଟିଯିବ। ଆଉ ମୁଁ ୟା ପୂର୍ବରୁ ଯେଉଁଟା ପିନ୍ଧିଥିଲି ସେଇଟା ବହୁତ ପତଳା ଥିଲା, ଏଥିରେ ଟିକେ ମୋଟା ଆଣିଛି। ଆମର ହ୍ୱାଇଟ୍ କଲର୍ ଶଙ୍ଖାଟା ବାହାଘର ପରେ ସମସ୍ତେ ସବୁବେଳେ ପିନ୍ଧିଥାନ୍ତି। ମୁଁ ବି ମୋ ବାହାଘର ପରଠୁ ସବୁବେଳେ ପିନ୍ଧେ, ସେଥିପାଇଁ କି ଟିକେ କେତେବେଳେ ହାତ ଫାଙ୍କା ହେଲେ ଭଲ ଲାଗେନି, ସାଙ୍ଗେ ସାଙ୍ଗେ ଆଣିକି ପିନ୍ଧିଦିଏ।